କାତୁର ରହିଛି। ମୁଁ ତାକୁ ମନା କରୁଛୁ ଛୁଆ ଯାଆନି। ଆଉ ତୋ ଭାଇ ଆସୁ ବ୍ୟାଙ୍କ ଯାଇଛି ଆସିନି ବୁଝିବା। 2 ଘଣ୍ଟା ରହିଲା ଆସିବନି କିସ କହିଲେ। ମତେ ଏଇ ଜରକା ପାଖକୁ ଆଣି କହିଲା ବୋଉ ମତେ ବେଜିତ କଲେ। ମୁଁ କହିଲି ହଁ କରନ୍ତୁ ତୋ ଭାଇ ଆସୁ ବୁଝିବ। ଆଉ କିଛି ମୋ ଛୁଆ କହିନାହିଁ ସେ ପଇସା କଥା କହିଲା ସୁଧ ପଇସା ଆସି ନେବେ। ମୁନି ସୁଧ ପଇସା ଲିପୁ ଆସୁ ବୁଝିବ। ତୁ ଟେନସନ ନେନି ଖାଇ ପିଇ ଘର ରହ ଦିଦି। ଆଉ କିଛି କହିନି ମୋ ଛୁଆ। 10,000 ଯେ କେବେ ଆଣିଥିଲେ କଣ ସେ ବାହାଘର ଟାଇମରେ ଆଣିଥିଲା ସିଏ। କେତେ ଥର ଆପଣଙ୍କ ଘରକୁ ସେ ଆସିଥିଲେ ମାନେ ପଇସା ପାଇଁ କେତେ ଥର ଆସିଥିଲେ କହିବା ପାଇଁ? 3-4 ଥର ଆସିଥିଲେ ସକାଳୁ ଆସିକି ପହଞ୍ଚି। ଘରେ କିଛି ସେମିତି ଆପଣଙ୍କୁ ନା ଘର ମୋ ବୋଉ କିଛି କହିନି ମୁଁ ବି କିଛି କହିନି। ନା ଯାହା ପାଖରୁ ପଇସା ଆଣିଥିଲେ ସେ କିଛି ପାଟିତୁଣ୍ଡ ଘରେ କରୁଥିଲେ? ନା ଘର ସିଏ ତା ପାଖରେ କହୁଥିଲା ମୁଁ ଶୁଣି ନାହିଁ। ସିଏ ଆସି ଖାଲି ମତେ କହିଲା ବୋଉ ମତେ ବେଜିତ କରୁଛନ୍ତି। ମାନେ କିସ ବେଜିତ ଆଉ କିଛି କହିଲାନି। କିସ ତାଙ୍କର କହିଛନ୍ତି ସିଏ ଜାଣି। ହଁ ଆଗରୁ କରେବି ସିଏ। ମୋ ନାଁ ଚନ୍ଦନ କୁମାର କବାଟ, ଘର ଉଦଳା, ବାପା ନାଁର ସାନ୍ଦ କବାଟ। ଘଟଣା ସେଇ କାଲି ଦ୍ୱିପହରେ ମୋ ମାମୁଁ ପୁଅଟା ଗୋଟେ ଦୌଡ଼ି ଦେଇ ଦେଇଥିଲା ଘରେ। ଆଉ କବାଟ ଫାଟ ଭାଙ୍ଗି ଖୋଲିକି ଆଣି ମେଡ଼ିକାଲ ପହଞ୍ଚିଲାକୁ ଡେଥ୍ କରିଯାଇଛି ବୋଲି ଡକ୍ଟର କହିଲେ। କ'ଣ ସନ୍ଦେହ କରୁଛନ୍ତି? ଏମିତି ପାରିବାରିକ କଳହ ନା ଏମିତି ଆଉ କ'ଣ? ପାରିବାରିକ କଳହ ସେମିତି କିଛି ନଥିଲା। ଭାରସାମ୍ୟ ଘରେ ବସିଛି ବୋଧେ କିସ ତାର ହେଇଛି ଜାଣିପାରିଲେନି ଆମେ ଠିକ୍ସେ। ଆଉ ମାନେ କ'ଣ କେମିତି କରଜ ଫରଜ ଆଣିଥିଲେ? ସେଇଟା ତ ଆମେ କହିପାରିବାନି। ମେ ବି ହେଇଥାଇପାରେ। ପୋଲିସ ତଦନ୍ତ କରୁଛି? ହଁ କରୁଛନ୍ତି। ସେ କ'ଣ ବାପାଙ୍କର ଗୋଟେ ପୁଅ ଥିଲେ? ନା 2 ପୁଅ ତାଙ୍କର। ଇଏ ବଡ଼ ପୁଅ ଥିଲେ। ଇଏ ଚେନ୍ନାଇରେ ରୋଷେଇ କରନ୍ତି। ମାନେ ବିବାହିତ ନା? ହଁ ବିବାହିତ। 4 ମାସ ବାହାଘର ହେଇଥିଲା ତାଙ୍କର। ବିବାହ କରିଥିଲେ ବିଷଳରେ।